तो पिलामाने समस्तଙ୍କୁ ମୁଁ ସ୍ୱାଗତ ଜଣାଉଛି ଓଡ଼ିଆ ଗାଇଡ଼ ୟୁଟ୍ୟୁବ୍ ଚ୍ୟାନେଲକୁ। ତ ଆଜି ଆମେ ତମର ଡିସ୍କସ୍ କରିବା ଇଣ୍ଡିଆନ୍ ପାର୍ଲାମେଣ୍ଟ ବିଷୟରେ ହେଲା। ତା ବିଷୟରେ ଆଜି ଆମେ କିଛିଟା ନଲେଜ୍ ଆମେ ଜାଣିବା ହେଲା। ତମର ଇଣ୍ଡିଆନ୍ ପାର୍ଲାମେଣ୍ଟ କ'ଣ, ଲୋକସଭା କ'ଣ, ରାଜ୍ୟସଭା କ'ଣ, ତା ବିଷୟରେ ଯେ ଆମେ ପୁରା ଡିଟେଲି ଜାଣିବା। ତ ପିଲାମାନେ ଭିଡ଼ିଓଟି ତମର ବେଶୀ ଲମ୍ବା ବି ହେବନି, 5-10 ମିନିଟ୍ ହିଁ ଭିଡ଼ିଓ। ବାସ୍ ଏତିକିରେ ମୁଁ ତୁମକୁ ପୁରା ତମର କନସେପ୍ଟ କ୍ଲିୟର କରିଦେବି କି ତମର ଇଣ୍ଡିଆନ୍ ପାର୍ଲାମେଣ୍ଟ କ'ଣ, ତମ ରାଜ୍ୟସଭା ଲୋକସଭା କ'ଣ, ପୁରା ଭଲସେ ତମେ ଜାଣିଦେଇ ପାରିବ। ତ ପିଲାମାନେ ତମେ ଜାଣିଥିବ ତମର ଇଣ୍ଡିଆନ୍ ପାର୍ଲାମେଣ୍ଟ ଏଇଟା ତମର କୋଉଠି ଅଛି? ଏଇଟା ଆମର ନ୍ୟୁ ଦିଲ୍ଲୀରେ ଅଛି, ହଁ କି ନାହିଁ? ଆମର ଦିଲ୍ଲୀରେ ଅଛି କ'ଣ ଆମର ପାର୍ଲାମେଣ୍ଟ ହେଲା। ଏଇ ଯେଉଁ ଇଣ୍ଡିଆନ୍ ପାର୍ଲାମେଣ୍ଟ ବା ତମର ଯେଉଁ ଭାରତର କ'ଣ ବିଧାନସଭା, ତ ୟା ବିଷୟରେ ଆମର କେତେ ନମ୍ବର ଆର୍ଟିକିଲ ଲେଖା ହେଇଛି ନା ଆମର ଆର୍ଟିକିଲ ନମ୍ବର 79 ହେଲା। ତମେ ଖାତା ଆଉ ପେନ୍ ଧରିକି ଏହା ଗୋଟେ ଲେଖି ରଖ, ହେଲେ ତମର ମନେ ରହିବ ହେଲା। କାହିଁକିନା ମୁଁ ସବୁ କଥା ତ ମୁଁ ଏଠି ଲେଖିପାରିବିନି, ବାସ୍ ମୁଁ ଏମିତି କହିଦେଉଛି, ତମେ ତାକୁ ଲେଖି ରଖ ହେଲା। ତମର ଯେଉଁ ଇଣ୍ଡିଆନ୍ ପାର୍ଲାମେଣ୍ଟ ଏଇଟା ତମର ଆର୍ଟିକିଲ ନମ୍ବର 79 ହେଲା। ଆର୍ଟିକିଲ ନମ୍ବର 79ରେ ତମର ଇଣ୍ଡିଆନ୍ ପାର୍ଲାମେଣ୍ଟ ବିଷୟରେ ଲେଖାଯାଇଛି ହେଲା। ଯେଉଁଟାକି ତମର ହେଡ଼କ୍ୱାର୍ଟର କୋଉଠି ଅଛି? ଏହାର ଆମର ନ୍ୟୁ ଦିଲ୍ଲୀରେ ଅଛି ହେଲା। ତମର ତାପରେ ଆସିଲା ଲୋକସଭା ଗୋଟେ, ରାଜ୍ୟସଭା ଗୋଟେ ହେଲା। ଗୋଟେ ଲୋକସଭା ଆଉ ଗୋଟେ ତମର ରାଜ୍ୟସଭା ହେଲା। ଆଉ ଯେଉଁ ଲୋକସଭା ଇଏ ହେଉଛି ତମର ଆର୍ଟିକିଲ ନମ୍ବର 80ରେ ଲେଖା ହେଇଛି ହେଲା। ଆର୍ଟିକିଲ ନମ୍ବର 80ରେ ତମର ଲେଖା ହେଇଛି କ'ଣ ନା ଲୋକସଭା ବିଷୟରେ, ଆଉ ଆର୍ଟିକିଲ ନମ୍ବର 81ରେ ତମର ଲେଖା ହେଇଛି ରାଜ୍ୟସଭା ବିଷୟରେ। ଆଉ ତମେ ଜାଣିଲ 79ରେ ତମର ଲେଖା ହେଇଛି ଇଣ୍ଡିଆନ୍ ପାର୍ଲାମେଣ୍ଟ ବିଷୟରେ ହେଲା। ଏବେ ଆମେ ଦେଖିବା ଲୋକସଭା। ଆଚ୍ଛା, ଲୋକସଭା କ'ଣ ନା ଲୋକସଭା ହେଉଛି ଯେଉଁଟା ତମର ପିପୁଲ ମାନେ ବା ତମେ ଲୋକମାନେ ଯେଉଁଟା ତମର ବାଛିକି ଯାହାକୁ ଲିଡର କରିଥାନ୍ତି ହେଲା, ସେଇଟାକୁ ଆମେ କହିଥାଉ କ'ଣ ଆମର ଲୋକସଭା। ମାନେ ପିପୁଲ ଦ୍ୱାରା ହିଁ ଆମର କ'ଣ ଲୋକସଭାର ମେମ୍ବର ଗୁଡ଼ିକ ଆମର କ'ଣ ଇଲେକ୍ଟେଡ୍ ହେଇଥାନ୍ତି ବା ଆମର ସିଲେକ୍ଟ କରାଯାଇଥାନ୍ତି ହେଲା। ତ ଆମର ଭାରତରେ ଲୋକସଭାର ମେମ୍ବର ସଂଖ୍ୟା କେତେ ନା ଆମର 545 ହେଲା। 545 ହେଉଛନ୍ତି ଆମର କ'ଣ ଭାରତରେ ଲୋକସଭା ହାଉସ୍ର ମେମ୍ବର ସଂଖ୍ୟା ହେଲା। କିନ୍ତୁ 543 ଜଣଙ୍କୁ ଆମେ କ'ଣ ଆମେ ବାଛିଥାଉ। କେତେ ଜଣଙ୍କୁ ବାଛିଥାଉ? ଆମେ 543 ଜଣଙ୍କୁ ଆମେ ବାଛିଥାଉ ହେଲା। ଆଉ 2 ଜଣ ତାହେଲେ କୁଆଡ଼ୁ ଆସନ୍ତି ନା ଆଉ 2 ଜଣ ଆମର 2 ଜଣ ଆଙ୍ଗ୍ଲୋ ଇଣ୍ଡିଆ ହୋଇଥାନ୍ତି ହେଲା। ଯେଉଁଟାକି ତମର ପ୍ରେସିଡେଣ୍ଟଙ୍କ ଦ୍ୱାରା ସେ ନମିନେଟ୍ ହୋଇଥାନ୍ତି। ଯେଉଁ 2 ଜଣ କ'ଣ ତମର ଆଙ୍ଗ୍ଲୋ ଇଣ୍ଡିଆ ହୋଇଥାନ୍ତି ହେଲା। ଆଉ ଟୋଟାଲ ଷ୍ଟ୍ରେନ୍ଥ ହେଲା, ଆମର ଟୋଟାଲ ଷ୍ଟ୍ରେନ୍ଥ ହେଉଛି ଲୋକସଭାର କେତେ ନା ଆମର 550 ହେଲା। 550 ହେଉଛି ଆମର ଟୋଟାଲ ଷ୍ଟ୍ରେନ୍ଥ। ଏଇଟା ବେଳେବେଳେ ତୁମକୁ ପଚାରିଦିଏ, କାହିଁକିନା ପିଲାମାନେ ତ ଜାଣିବେ କ'ଣ ଜାଣିବେ ତମର 543 ଜଣ ତମର ଇଲେକ୍ଟେଡ୍ ହୁଅନ୍ତି ଲୋକସଭା ପାଇଁ ହେଲା। ଆଉ ତମର 2 ଜଣ ଆଙ୍ଗ୍ଲୋ ଇଣ୍ଡିଆ, ତ କେତେ ହେଇଗଲେ 545। ତ ଏଇଟା ତମ ସବୁ ପିଲାମାନେ ମନେ ରଖିଦେଇଥିବେ ହେଲା। ତ ସେ ପଚାରିଦିଏ ତୁମକୁ ତମର ମାକ୍ସିମମ୍ ଷ୍ଟ୍ରେନ୍ଥ କେତେ ତମର କ'ଣ ଲୋକସଭାର, ତ କେତେ ନା ତମର 550 ହେଉଛି ତମର କ'ଣ ନା ମାକ୍ସିମମ୍ ଷ୍ଟ୍ରେନ୍ଥ ହେଲା। ଆଉ ଯେଉଁ ଆମର ଲୋକସଭାକୁ ଏଇଟାକୁ ଆମର ଲୋୟର ହାଉସ୍ ପାର୍ଲାମେଣ୍ଟ ମଧ୍ୟ ବୋଲି କୁହାଯାଏ ହେଲା। ଆମର ଏଇ ଯେଉଁ ଲୋକସଭାକୁ ଆମର ଲୋୟର ହାଉସ୍ ପାର୍ଲାମେଣ୍ଟ ମଧ୍ୟ ବୋଲି କୁହାଯାଏ। ଆଉ ଏଇଟା ତମର କେତେ ବର୍ଷ? ଏଇଟା ତମର କାର୍ଯ୍ୟକାଳ ତମର 5 ବର୍ଷ। 5 ବର୍ଷ ପରେ ପୁଣି ଥରେ ଆଉଥରେ କ'ଣ ଆମର ଇଲେକ୍ସନ୍ ହେବ, ଲୋକସଭାର ମେମ୍ବର ପୁଣି ଥରେ ଆମର ବଦଳି ପାରିବେ ହେଲା। ତ କାର୍ଯ୍ୟକାଳ କେତେ ବର୍ଷ? ତମର 5 ବର୍ଷ ହେଲା। ଆଉ ତମେ ଜାଣିଲ ଲୋକସଭାକୁ ତମର କ'ଣ କୁହନ୍ତି? ଆମର ଲୋୟର ହାଉସ୍ ବୋଲି କୁହନ୍ତି। ଆଉ ୟାର ତମର କେତେ ନମ୍ବର ଆର୍ଟିକିଲରେ ଲେଖା ହେଇଛି ଲୋକସଭା ବିଷୟରେ ଆମର ନା ଆମର ଆର୍ଟିକିଲ ନମ୍ବର 80 ହେଲା। ତାପରେ ଦେଖିବା, ତାପରେ ହେଉଛି ତମର ରାଜ୍ୟସଭା ହେଲା। ଗୋଟେ ଜାଣିଲ ତମର ଲୋକସଭା ଆଉ ଗୋଟେ ତମର କ'ଣ ନା ରାଜ୍ୟସଭା। ତ ରାଜ୍ୟସଭାର ସେମିତି ମେମ୍ବର ସଂଖ୍ୟା କେତେ ନା ଆମର 245। 245 ହେଉଛି ଆମର କ'ଣ ନା ଆମର ରାଜ୍ୟସଭାର ମେମ୍ବର ସଂଖ୍ୟା ହେଲା। ଯେଉଁଠିକି ତମର 12 ଜଣଙ୍କୁ ଆମର କିଏ ନମିନେଟ୍ କରିଥାନ୍ତି ନା ଆମର ପ୍ରେସିଡେଣ୍ଟ ନମିନେଟ୍ କରିଥାନ୍ତି, ବା ତୁମେ କହିପାରିବ ରାଷ୍ଟ୍ରପତି ଆମର ନମିନେଟ୍ କରିଥାନ୍ତି କେତେ ଜଣଙ୍କୁ? ଆମର 12 ଜଣଙ୍କୁ। ଆଉ ଏଇ ଯେଉଁ ଆମର ରାଜ୍ୟସଭା ଏଇଟାକୁ ଆମର କ'ଣ କୁହନ୍ତି ନା ଏଇଟା ଆମର ଅପର ହାଉସ୍ ପାର୍ଲାମେଣ୍ଟ ବୋଲି କୁହନ୍ତି। ରାଜ୍ୟସଭାକୁ କ'ଣ କୁହନ୍ତି? ଆମର ଅପର ହାଉସ୍ ପାର୍ଲାମେଣ୍ଟକୁ ବୋଲି କୁହନ୍ତି। ଆଉ ଲୋକସଭାକୁ ତୁମେ ଜାଣିଲ ଲୋୟର ହାଉସ୍ ପାର୍ଲାମେଣ୍ଟ ବୋଲି କୁହନ୍ତି। ଆଉ ୟାର କାର୍ଯ୍ୟକାଳ ହେଉଛି ତମର 6 ବର୍ଷ। ଏହାର କାର୍ଯ୍ୟକାଳ କେତେ? ଆମର 6 ବର୍ଷ ହେଉଛି ଆମର ଲୋକସଭାର ରାଜ୍ୟସଭାର ଆମର କାର୍ଯ୍ୟକାଳ ହେଲା। ତ ୟାର ବି ସେମିତି ମାକ୍ସିମମ୍ ଷ୍ଟ୍ରେନ୍ଥ କେତେ ତମର ନା 250 ହେଲା। 250 ହେଉଛି ତମର ରାଜ୍ୟସଭାର ମାକ୍ସିମମ୍ ଷ୍ଟ୍ରେନ୍ଥ ହେଲା। ଆଉ ଜଣେ କେବେ ହେଇପାରିବ, କେତେ ବୟସ ହେଲେ ଜଣେ ରାଜ୍ୟସଭାର ସଦସ୍ୟ ହେଇପାରିବ ନା ଜଣକୁ ଯଦି 30 ବର୍ଷ ହେଲା। ଜଣକୁ ଯଦି 30 ବର୍ଷ ହେଇଥିବ ତାହେଲେ ସେ ଜଣେ ରାଜ୍ୟସଭାର ସଦସ୍ୟ ହେଇପାରିବ। ଆଉ ଜଣକୁ ଯଦି 25 ବର୍ଷ ହେଇଥିବ ତାହେଲେ ସେ ଜଣେ ଲୋକସଭାର ସଦସ୍ୟ ହୋଇପାରିବ। 25 ବର୍ଷ ହେଲେ ସେ ଜଣେ କ'ଣ ଲୋକସଭାର ସଦସ୍ୟ ହୋଇପାରିବ ହେଲା। ତମେ ଜାଣିଦେଲ ଇଏ ହେଉଛି ଏତିକି ହିଁ ହେଉଛି ତମର କ'ଣ ଇଣ୍ଡିଆନ୍ ପାର୍ଲାମେଣ୍ଟ। ୟା ଭିତରେ ତମର ଆହୁରି ବହୁତ କିଛି ଅଛି, ବାସ୍ ଏତିକି ହେଉଛି ତମର ବେସିକ୍, ଯେଉଁଟାକି ତମେ ଜାଣିବା ଦରକାର କି ତମର ଇଣ୍ଡିଆନ୍ ପାର୍ଲାମେଣ୍ଟ କ'ଣ ବୋଲି ହେଲା। ଆଉ ଗୋଟେ କଥା ମନେ ରଖ, ଆଉ ଗୋଟେ କଥା କ'ଣ ନା ତମର ଯେଉଁ ଲୋକସଭାରେ ତମର କ'ଣ ଥାନ୍ତି, ଯେଉଁ ମୁଖ୍ୟ ଯିଏ ଥାନ୍ତି ତାକୁ ଆମେ ସ୍ପିକର ବୋଲି କହିଥାଉ, ଯିଏକି ତମର ଏବେ କିଏ ଅଛନ୍ତି ନା ତମର ଓମ୍ ବିର୍ଲା
ହେଲା ଏବେ ତୁମର କିଏ ଅଛନ୍ତି ନା ତୁମର ଓମ୍ ବିର୍ଲା ଯିଏ ଅଛନ୍ତି ତୁମର ଲୋକସଭାର ସ୍ପିକର ଅଛନ୍ତି ହେଲା ଆଉ ରାଜ୍ୟସଭାର ଯିଏ ହେଡ୍ ଥାନ୍ତି ବା ଆମେ ତାଙ୍କୁ ଚେୟାରମ୍ୟାନ୍ ବୋଲି କହିଥାଉ ସିଏ ତୁମର କିଏ ଥାନ୍ତି ନା ଆମର ଯିଏ ଆମର ଇଣ୍ଡିଆର ଭାଇସ୍ ପ୍ରେସିଡେଣ୍ଟ ଥାନ୍ତି ତ ଏବେ ଆମର ଭାଇସ୍ ପ୍ରେସିଡେଣ୍ଟ କିଏ ଅଛନ୍ତି ନା ଆମର ସିପି ରାଧାକୃଷ୍ଣ ହେଲା ତ ସିଏ ଏବେ ଆମର କ'ଣ ଅଛନ୍ତି ନା ଆମର ରାଜ୍ୟସଭାର ଚେୟାରମ୍ୟାନ୍ ଅଛନ୍ତି ହେଲା ତ ଇଏ ହେଉଛି ତୁମର ବେସିକ୍ କନସେପ୍ଟ ଯେଉଁଟାକି ତୁମର ଇଣ୍ଡିଆନ୍ ପାର୍ଲାମେଣ୍ଟ ରିଲେଟେଡ୍ ହେଲା ତ ଆଶା କରୁଛି ସମସ୍ତେ ମାନେ ଜାଣିଯାଇଥିବ ତୁମର ଇଣ୍ଡିଆନ୍ ପାର୍ଲାମେଣ୍ଟ କ'ଣ ହେଲା ତୁମର ମେମ୍ବର ସଂଖ୍ୟା କେତେ ତୁମର ହେଡ୍ କିଏ ସବୁ ଜାଣିଯାଇଥିବ ତ ଦେଖ ତା ରିଲେଟେଡ୍ ମୁଁ କିଛିଟା MCQ କ୍ୱେଶ୍ଚନ୍ ମଧ୍ୟ ଦେଇଛି ତୁମେ ଦେଖ ଦେଖ ପିଲାମାନେ ଦ ମ୍ୟାକ୍ସିମମ୍ ଷ୍ଟ୍ରେନ୍ଥ ଅଫ୍ ଦ ଲୋକସଭା ଇଜ୍ ତ ପଚାରିଲା କ'ଣ ତୁମର ମ୍ୟାକ୍ସିମମ୍ ଷ୍ଟ୍ରେନ୍ଥ ତ ଆମର ଲୋକସଭାରେ ଆମର ମ୍ୟାକ୍ସିମମ୍ ଷ୍ଟ୍ରେନ୍ଥ କେତେ ଥାନ୍ତି ନା ଆମର 550 ଏଇଟା ଆମେ ଟିକେ ଆଗରୁ ଆମେ ଡିସ୍କସ୍ କଲେ ହେଲା ଆଜି ସେ ପଚାରିଥାନ୍ତା ତୁମର ଲୋକସଭାରେ କେତେ ଜଣ ଲୋକ କ'ଣ ଆମର ପିପୁଲ ବା ତୁମର ଜନସାଧାରଣଙ୍କ ଦ୍ୱାରା ନମିନେଟ୍ ହୁଅନ୍ତି କେତେ ଜଣ ତୁମର ନା ତୁମର 543 ଜଣ ଆଉ 2 ଜଣ କିଏ ଆଉ 2 ଜଣ ହେଉଛି ତୁମର ଆଙ୍ଗ୍ଲୋ ଇଣ୍ଡିଆନ୍ ଏମିତି ହେଇକି ତୁମର କେତେ ନା ତୁମର 545 ଜଣ ହେଲା କିନ୍ତୁ ସେଇଠି ପଚାରିଛି ମ୍ୟାକ୍ସିମମ୍ ଷ୍ଟ୍ରେନ୍ଥ କେତେ ତ କେତେ ତୁମର ନା ତୁମର 550 ହେଉଛି ତୁମର ମ୍ୟାକ୍ସିମମ୍ ଷ୍ଟ୍ରେନ୍ଥ ତାପରେ ଦେଖିବା ତାପରେ ଦେଖ ତୁମ ମ୍ୟାକ୍ସିମମ୍ ଷ୍ଟ୍ରେନ୍ଥ ଅଫ୍ ଦ ରାଜ୍ୟସଭା ରାଜ୍ୟସଭାର ଯଦି ମ୍ୟାକ୍ସିମମ୍ ଷ୍ଟ୍ରେନ୍ଥ କେତେ ତୁମର ନା ତୁମର 250 ହେଲା କେତେ ତୁମର 250 ଆଉ ରାଜ୍ୟସଭାକୁ ଆମର କ'ଣ କହିଥାଉ ଆମେ ନା ଆମେ ଅପର ହାଉସ୍ ପାର୍ଲାମେଣ୍ଟ ବୋଲି ମଧ୍ୟ କହିଥାଉ କାହାକୁ ନା ଆମେ ରାଜ୍ୟସଭାକୁ ତାପରେ ଦେଖିବା ତାପରେ ଦେଖ ତୁମର ମେମ୍ବର ଅଫ୍ ଦ ଲୋକସଭା ଆର୍ ଇଲେକ୍ଟେଡ୍ ଫର୍ ତୁମର ଯେଉଁ ଲୋକସଭାର ଯିଏ ମେମ୍ବର ହୁଅନ୍ତି ତ ସେ କେତେ ବର୍ଷ ପର୍ଯ୍ୟନ୍ତ କ'ଣ ସେ କାର୍ଯ୍ୟ କରନ୍ତି ବୋଲି ସେ ତୁମକୁ ପଚାରିଛି ତ କେତେ ବର୍ଷ ସେ କାର୍ଯ୍ୟ କରିପାରନ୍ତି ତୁମର 5 ବର୍ଷ ହେଲା ଆମର ଯଦି ରାଜ୍ୟସଭା ପଚାରିଥାନ୍ତା 6 ବର୍ଷ ଲୋକସଭା ପଚାରିଛି କେତେ ଆମର 5 ବର୍ଷ ହେଲା ହାଉ ମେନି ମେମ୍ବର୍ସ ଆର୍ ନୋମିନେଟେଡ୍ ଟୁ ଦ ରାଜ୍ୟସଭା ବାଇ ଦ ପ୍ରେସିଡେଣ୍ଟ ତ ଆମର ପ୍ରେସିଡେଣ୍ଟ କେତେ ଜଣଙ୍କୁ ନୋମିନେଟ୍ କରିଥାନ୍ତି ରାଜ୍ୟସଭାକୁ ବୋଲି ସେ ତୁମକୁ ପଚାରିଛି ତ କେତେ ଜଣ କରିଥାନ୍ତି ଆମର 12 ଜଣଙ୍କୁ ଆମର କ'ଣ ନା ଆମର ରାଷ୍ଟ୍ରପତି ନୋମିନେଟ୍ କରିଥାନ୍ତି କେଉଁଠି ନା ଆମର ରାଜ୍ୟସଭାକୁ ହେଲା ତ ଏତିକି ଥିଲା ତୁମର ପିଲାମାନେ ଯେଉଁଟାକି ତୁମର ଇଣ୍ଡିଆନ୍ ପାର୍ଲାମେଣ୍ଟ ରିଲେଟେଡ୍ କିଛିଟା ବେସିକ୍ ନଲେଜ୍ ଯେମିତିକି ତୁମେ ଜାଣିଥିବ ଯଦି ହଠାତ୍ କିଏ ଯଦି ପଚାରିଦେଲା କି ହଠାତ୍ କେଉଁଠି ତୁମର ଏକ୍ଜାମ୍ରେ ପଚାରିଦେଲା ବେସିକ୍ରୁ ତାହେଲେ ତୁମେ ଜାଣିପାରିବ ଆଉ କହିପାରିବ ଯେମିତି ହେଲା ତ ୟାର ତ ଯଦି ଦେଖିବ ତାହେଲେ ବହୁତ କ୍ୱେଶ୍ଚନ୍ ତୁମର ଅଛି ଇଣ୍ଡିଆନ୍ ପାର୍ଲାମେଣ୍ଟ ରିଲେଟେଡ୍ ତାକୁ ଆମେ ପୁରା ଡିଟେଲଲି ପଢ଼ିବା ଯେତେବେଳେ ଆମେ କ୍ଲାସ୍ ନେଇକି ଆସିମୁ ତ ଆଜି ପାଇଁ ପିଲାମାନେ ତୁମର ଏତିକି ରହୁଛି ଜୟ ଜଗନ୍ନାଥ।